ପିଲାମାନେ ତୁମର ଯେଉଁ ହିଷ୍ଟ୍ରି ବିଷୟର ୟୁନିଟ୍ 3 ଅଛି, ୟୁନିଟ୍ 3ରେ ଯେଉଁ ଅଲବେରୁଣୀ ଟପିକ୍ ଅଛି, ସେହି ଅଲବେରୁଣୀ ଟପିକ୍ର ତୁମର ପରୀକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 25ଟି MCQ ବିଷୟରେ ଆଜି ଏହି ଭିଡ଼ିଓରେ ଆମେ ଆଲୋଚନା କରିବା। ପ୍ରଥମ ପ୍ରଶ୍ନଟି ହେଉଛି ପିଲାମାନେ, ଅଲବେରୁଣୀଙ୍କ ପୁରା ନାମ କ'ଣ ଥିଲା? ଅଲବେରୁଣୀଙ୍କ ପୁରା ନାମ ମହମ୍ମଦ ଇବନ ଆବୁ ରୈହାନ ଅଲବେରୁଣୀ ଥିଲା। ଅଲବେରୁଣୀ କେବେ ଜନ୍ମଗ୍ରହଣ କରିଥିଲେ? ଅଲବେରୁଣୀ 973 ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ। ଅଲବେରୁଣୀ କେଉଁ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ? ଅଲବେରୁଣୀ ଏସିଆର ଉଜବେକିସ୍ତାନର ଖିଭାଠାରେ ଜନ୍ମଗ୍ରହଣ କରିଥିଲେ। ମାମୁଦଙ୍କ ହାତରେ ଅଲବେରୁଣୀ କେବେ ବନ୍ଦୀ ହୋଇଥିଲେ? ମାମୁଦଙ୍କ ହାତରେ ଅଲବେରୁଣୀ 1017 ଖ୍ରୀଷ୍ଟାବ୍ଦରେ ବନ୍ଦୀ ହୋଇଥିଲେ। ଅଲବେରୁଣୀ କାହା ସହ ଭାରତକୁ ଆସିଥିଲେ? ଅଲବେରୁଣୀ ମାମୁଦଙ୍କ ସହ ଭାରତକୁ ଆସିଥିଲେ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ଅଲବେରୁଣୀ କେବେ ମୃତ୍ୟୁବରଣ କଲେ? ଅଲବେରୁଣୀ 1043 ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କଲେ। ଅଲବେରୁଣୀ କେତେ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ? ଅଲବେରୁଣୀ 70 ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ଅଲବେରୁଣୀ କେଉଁ ପୁସ୍ତକ ରଚନା କରିଥିଲେ? ଅଲବେରୁଣୀ କିତାବ ଉଲ ହିନ୍ଦ ପୁସ୍ତକ ରଚନା କରିଥିଲେ। ଅଲବେରୁଣୀ କିତାବ ଉଲ ହିନ୍ଦ ପୁସ୍ତକ କେଉଁ ଭାଷାରେ ରଚନା କରିଥିଲେ? ଅଲବେରୁଣୀ କିତାବ ଉଲ ହିନ୍ଦ ପୁସ୍ତକ ଆରବୀୟ ଭାଷାରେ ରଚନା କରିଥିଲେ। କିତାବ ଉଲ ହିନ୍ଦ ପୁସ୍ତକରେ କେତୋଟି ଅଧ୍ୟାୟ ଅଛି? କିତାବ ଉଲ ହିନ୍ଦ ପୁସ୍ତକରେ 80ଟି ଅଧ୍ୟାୟ ଅଛି। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, କିତାବ ଉଲ ହିନ୍ଦ ପୁସ୍ତକର ପ୍ରତ୍ୟେକ ଅଧ୍ୟାୟର ପ୍ରଥମରେ କ'ଣ ଅଛି? କିତାବ ଉଲ ହିନ୍ଦ ପୁସ୍ତକର ପ୍ରତ୍ୟେକ ଅଧ୍ୟାୟର ପ୍ରଥମରେ ପ୍ରଶ୍ନାବଳୀ ଅଛି ଏବଂ ପରେ ସେହି ପ୍ରଶ୍ନାବଳୀର ଉତ୍ତରକୁ ବର୍ଣ୍ଣନା କରାଯାଇଛି। ଭାରତୀୟ ସଂସ୍କୃତି ପରମ୍ପରା ବୁଝିବା ପାଇଁ ଅଲବେରୁଣୀଙ୍କ ପାଇଁ କେତୋଟି ପ୍ରତିବନ୍ଧକ ଥିଲା? ଭାରତୀୟ ସଂସ୍କୃତି ପରମ୍ପରା ବୁଝିବା ପାଇଁ ଅଲବେରୁଣୀଙ୍କ ପାଇଁ 3ଟି ପ୍ରତିବନ୍ଧକ ଥିଲା। ଅଲବେରୁଣୀଙ୍କ ପାଇଁ ଭାରତୀୟ ସଂସ୍କୃତି ପରମ୍ପରା ବୁଝିବା ପାଇଁ 3ଟି ପ୍ରତିବନ୍ଧକ କ'ଣ କ'ଣ ଥିଲା? ଅଲବେରୁଣୀଙ୍କ ପାଇଁ ଭାରତୀୟ ସଂସ୍କୃତି ପରମ୍ପରାକୁ ବୁଝିବା ପାଇଁ 3ଟି ପ୍ରତିବନ୍ଧକ ଯଥା ଭାରତୀୟମାନଙ୍କ ଭାଷା, ପରମ୍ପରା ଏବଂ ଏକ ଦେଶ ଦର୍ଶିତା ଥିଲା। ଅଲବେରୁଣୀ ଭାରତୀୟ ସଂସ୍କୃତି ପରମ୍ପରା ବୁଝିବା ପାଇଁ କାହାର ସାହାଯ୍ୟ ନେଇଥିଲେ? ଅଲବେରୁଣୀ ଭାରତୀୟ ସଂସ୍କୃତି ପରମ୍ପରା ବୁଝିବା ପାଇଁ ଭାରତୀୟ ବ୍ରାହ୍ମଣମାନଙ୍କ ସହାୟତା ନେଇଥିଲେ। ଅଲବେରୁଣୀଙ୍କ କିତାବ ଉଲ ହିନ୍ଦ ପୁସ୍ତକ କେବେ ସମ୍ପୂର୍ଣ୍ଣ ରୂପେ ରଚନା ହୋଇଥିଲା? ଅଲବେରୁଣୀଙ୍କ କିତାବ ଉଲ ହିନ୍ଦ ପୁସ୍ତକ 1030 ଖ୍ରୀଷ୍ଟାବ୍ଦରେ ସମ୍ପୂର୍ଣ୍ଣ ରୂପେ ରଚନା ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ଅଲବେରୁଣୀ କେଉଁ ସ୍ଥାନର ପରିବ୍ରାଜକ ଥିଲେ? ଅଲବେରୁଣୀ ଉଜବେକିସ୍ତାନର ପରିବ୍ରାଜକ ଥିଲେ। ଅଲବେରୁଣୀ କେଉଁ ଶତାବ୍ଦୀରେ ଭାରତକୁ ଆସିଥିଲେ? ଅଲବେରୁଣୀ ଏକାଦଶ ଶତାବ୍ଦୀରେ ଭାରତକୁ ଆସିଥିଲେ। ଅଲବେରୁଣୀଙ୍କ କେଉଁ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିଲା? ଅଲବେରୁଣୀଙ୍କ
ହିବ୍ରୁ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିଲା। ଉଜବେକିସ୍ତାନରୁ କେଉଁ ପରିବ୍ରାଜକ ଭାରତକୁ ଆସିଥିଲେ? ଉଜବେକିସ୍ତାନରୁ ଅଲବେରୁଣି ଭାରତକୁ ଆସିଥିଲେ। ଧର୍ମ ତୁଳନାତ୍ମକର ଜନକ କାହାକୁ କୁହାଯାଏ? ଧର୍ମ ତୁଳନାତ୍ମକର ଜନକ ଅଲବେରୁଣିଙ୍କୁ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ପିଲାମାନେ, ଆଧୁନିକ ଭୂଗଣିତର ଜନକ କାହାକୁ କୁହାଯାଏ? ଆଧୁନିକ ଭୂଗଣିତର ଜନକ ଆଲବେରୁଣିଙ୍କୁ କୁହାଯାଏ। ଭାରତୀୟ ଅଧ୍ୟୟନର ସ୍ରଷ୍ଟା କାହାକୁ କୁହାଯାଏ? ଭାରତୀୟ ଅଧ୍ୟୟନର ସ୍ରଷ୍ଟା ଅଲବେରୁଣିଙ୍କୁ କୁହାଯାଏ। ପ୍ରଥମ ମାନବ ବିଜ୍ଞାନୀ କିଏ ଅଟନ୍ତି? ପ୍ରଥମ ମାନବ ବିଜ୍ଞାନୀ ଅଲବେରୁଣି ଅଟନ୍ତି। କିତାବ ଉଲ୍ ହିନ୍ଦ୍ ପୁସ୍ତକ କେଉଁଠାରେ ରଚନା କରାଯାଇଥିଲା? କିତାବ ଉଲ୍ ହିନ୍ଦ୍ ପୁସ୍ତକ ବର୍ତ୍ତମାନର ଆଫଗାନିସ୍ତାନଠାରେ ରଚନା କରାଯାଇଥିଲା ବା ଗଜନିଠାରେ ରଚନା କରାଯାଇଥିଲା। ଅଲବେରୁଣି କେବେ ଭାରତକୁ ଆସିଥିଲେ? ଅଲବେରୁଣି 1017 ଖ୍ରୀଷ୍ଟାବ୍ଦରେ ଭାରତକୁ ଆସିଥିଲେ। ଏହି ଭିଡ଼ିଓରେ ଆମେ ତୁମର ଟପିକ୍ ଅଲବେରୁଣିରୁ ପରୀକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 25ଟି MCQ ବିଷୟରେ ଜାଣିଲେ। ପିଲାମାନେ ଯେମିତି ହେଲେ ବି ତୁମେ ଏହି ଭିଡ଼ିଓଟିକୁ 2ରୁ 3 ଥର ଦେଖିଦେବ, ଯଦ୍ୱାରା ଏହି MCQ ଗୁଡ଼ିକ ତୁମର ମନରେ ରହିଯିବ। ଭିଡ଼ିଓଟି ଯଦି ଭଲ ଲାଗିଥିବ ପିଲାମାନେ ଭିଡ଼ିଓଟିକୁ ଲାଇକ୍ କରିଦେବ, ତୁମ ସାଙ୍ଗମାନଙ୍କ ସହିତ ସେୟାର କରିଦେବ, ତା ସହିତ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ।